ବୈତରଣୀ ନଦୀ ଟାପୁରେ ଫସିଛି 30 ଟିକିଆ ହାତୀପଲ। କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀ ଟାପୁରେ ଅଟକି ରହିଛନ୍ତି 30 ଟିକିଆ ହାତୀପଲ। ନଦୀ ପାର ହେଉଥିବା ସମୟରେ ଟାପୁରେ ଅଟକି ରହିଛନ୍ତି ହାତୀମାନେ। ପାଟଣା ରେଞ୍ଜ ତଥା ଖଇରୀ ଟାଙ୍କିରି ଜେକ୍ସନର 3 ଧାରିଆ ନିକଟରେ ଅଟକି ରହିଛନ୍ତି ଏହି ହାତୀପଲ ମାନେ। ପାଟଣା ରେଞ୍ଜ ଅଞ୍ଚଳର ପଞ୍ଜରିଆ ରେଞ୍ଜକୁ ନଦୀ ପାର ହେଉଥିବା ବେଳେ ଫସି ଯାଇଥିଲେ ହାତୀମାନେ। ସମ୍ଭବତଃ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଯୋଗୁଁ ନଦୀ ପାର ହୋଇପାରୁନାହାନ୍ତି ହାତୀପଳ। ହାତୀପଳଙ୍କ ଉପରେ ବନ ବିଭାଗ କଡ଼ା ନଜର ରଖୁଛି। ପୁରୀ ପୁଲିସର ଅପରେସନ ଚକ୍ର ଅଭିଯାନ, 6 ଜୁଆଡି ଗିରଫ। ପୁରୀ ପୁଲିସର ଅପରେସନ ଚକ୍ର ଅଭିଯାନରେ ଜୁଆଡିଙ୍କ ଉପରେ ଚଢାଉ ହୋଇଛି। ହୋଟେଲ ଶୁଭମ ବିଚରେ ଚଢାଉ କରି 6 ଜଣ ଜୁଆଡିଙ୍କୁ ଗିରଫ କରିଛି ସମୁଦ୍ରକୂଳ ଓ ଥାନା ପୋଲିସ। ପ୍ରାୟ 60,000 ଟଙ୍କା ସହିତ ଖେଳ ସାମଗ୍ରୀ ଜବତ ହୋଇଛି। ନିଜ ଅଞ୍ଚଳରେ ଏଭଳି ଜୁଆ ଖେଳ ଚାଲିଥିବା ଦେଖିଲେ ତୁରନ୍ତ 112କୁ କଲ୍ କରନ୍ତୁ। ନିକଟସ୍ଥ ଥାନାରେ ଜଣାଇବାକୁ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅପରେସନ ଚକ୍ର ଅଭିଯାନରେ ଏଯାଏଁ ପ୍ରାୟ 80 ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ। ଉପନିର୍ବାଚନ ତାରିଖ ଘୋଷଣା ପରେ ଉଷ୍ମ ରାଜନୀତି। ନୂଆପଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ନିର୍ବାଚନୀ ରାଜନୀତି ବେଳକୁ ବେଳ ଉଷ୍ମ ହେବାରେ ଲାଗୁଛି। ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରିଦେଇଛନ୍ତି। ନୂଆପଡ଼ାର ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତି ନୂଆପଡ଼ାବାସୀଙ୍କ ଭଲ ପାଇବା ରହୁଛି। ତେଣୁ ବିଜେଡିର ବିଜୟ ହେବ ବୋଲି ଦଳ ପକ୍ଷରୁ କୁହାଯାଉଛି। 11 ଦିନ ବିତିଗଲାଣି, ଧରା ପଡ଼ିଲେ ନାହିଁ ଏସ୍ଆଇ କଳଙ୍କେରୀର ମାଷ୍ଟରମାଇଣ୍ଡ। କୁଆଡ଼େ ଗଲା ଶଙ୍କର ପୃଷ୍ଟି, କୁଆଡ଼େ ଗଲା ମୁନାନ୍ତି ହାଟି। କେବେ ଧରା ହେବେ ଏସ୍ଆଇ ନିଯୁକ୍ତି କଳଙ୍କେରୀର ମାଷ୍ଟରମାଇଣ୍ଡ। ପୋଲିସ ଚାକିରି ବିକ୍ରି ଘଟଣାରେ 114 ଜଣ ଆସାଇଙ୍କୁ ବାନ୍ଧି ବୋହିବା ନେଉଛନ୍ତି ପୋଲିସ ବା କ୍ରାଇମବ୍ରାଞ୍ଚ। ତଦନ୍ତ କେବଳ ସିଲିକନ ସ୍ପଞ୍ଜ ସବ୍ ଲିମିଟେଡ୍ ଭିତରେ ଅଟକି ରହୁଛି। ଧରା ପଡ଼ିଛନ୍ତି ମାତ୍ର 5 ଜଣ ଦଲାଲ। ଗୁଜରାଟର ଆଇଟିଆଇ ଲିମିଟେଡ୍ ବେଆଇନ ଭାବରେ ସବଲେଟିଂ କଲା, ସବୁ ଜାଣିଥିଲା ଓପିଆରବି। ଆଇପିଏସ୍ ପୂରଣ କୁମାରଙ୍କ ମୃତ୍ୟୁ ଘଟଣା, ବିଦା ହେଲେ ରୋହତକ ଏସ୍ପି। ଆତ୍ମହତ୍ୟାର 4 ଦିନ ପରେ ହରିୟାଣାର ଅତିରିକ୍ତ ପୋଲିସ ଡିଜି ୱାଇ ପୂରଣ କୁମାରଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏହି ମାମଲାରେ ରୋହତକ ପୁଲିସ ଡିଜିଙ୍କୁ ହରିୟାଣା ସରକାର ପକ୍ଷରୁ ହଟାଇ ଦିଆଯାଇଛି। ସେପଟେ ତେଜିଛି ରାଜନୀତି। କଂଗ୍ରେସ ନେତ୍ରୀ ତଥା ସୋନିଆ ଗାନ୍ଧୀ ମୃତ ଆଇପିଏସ୍ ଅଫିସରଙ୍କ ପତ୍ନୀଙ୍କୁ ମଧ୍ୟ ଚିଠି ଲେଖି ସାନ୍ତ୍ୱନା ଦେଇଛନ୍ତି। ଉଦ୍ଘାଟନ କଲେ 42,000 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ। ଚାଷୀମାନଙ୍କ ପାଇଁ 2ଟି ବଡ଼ ମହତ୍ୱାକାଂକ୍ଷୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ଉତ୍ପାଦନରେ ଆତ୍ମନିର୍ଭରଶୀଳ ମିଶନର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି 2ଟି ଯାକ ଯୋଜନା ଦେଶର ଲକ୍ଷାଧିକ ଚାଷୀଙ୍କ ମୁହଁରେ ହସ ଫୁଟାଇ ଦେବ। ଯୋଜନାରେ ସରକାର ପାଖାପାଖି 35,000 କୋଟି ଟଙ୍କାରୁ ଅଧିକ ମଧ୍ୟ ଖର୍ଚ୍ଚ କରିବେ। ବିହାରରେ 100 ଆସନରେ ପ୍ରାର୍ଥୀ ଦେବ ଏଆଇଏମ୍ଆଇଏମ୍। ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ନିର୍ବାଚନ ଆୟୋଗ ମଧ୍ୟ ତାରିଖ ଘୋଷଣା କରିସାରିଛନ୍ତି। ହେଲେ ରାଜନୈତିକ ଦଳମାନେ 6 ମାସ ଆଗରୁ ପ୍ରସ୍ତୁତ ହୋଇଥିବା ନେଇ ଦୃଶ୍ୟମାନ ହେଉଥିବା ବେଳେ ଏବେ ସବୁ ଦଳ ପ୍ରାର୍ଥୀ ଚୟନକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା ନେଇ ଦେଖିବାକୁ ମିଳୁଛି। ଇଣ୍ଡିଆ ମେଣ୍ଟ ଏନ୍ଡିଏ ମେଣ୍ଟର ସହଯୋଗୀ ଦଳମାନଙ୍କ ଭିତରେ ଆସନ ବୁଝାମଣା ମଧ୍ୟ ଠିକ୍ ଭାବରେ ହୋଇପାରୁନାହିଁ। ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ କଂଗ୍ରେସ ଏବଂ ବାମ ଦଳ ଆସନ ବୁଝାମଣାକୁ ନେଇ ସ୍ପଷ୍ଟ ଚିତ୍ର ମଧ୍ୟ ଆସିପାରୁନାହାନ୍ତି। ବର୍ଷା ଉଜାଡ଼ିଗଲା ଚାଷ, ଆଉ ଯାହା ବଞ୍ଚିଥିଲା ଦାଉ ସାଜୁଛି ପୋକ। କେନ୍ଦ୍ରାପଡ଼ା ଜିଲ୍ଲାର ମୋର୍ଶାମାଇ ବ୍ଲକର ଗହଗାପାଟ ଦେଇ ବହି ଯାଉଥିବା ଚିତ୍ରାପଳ ନଦୀରେ 3 ଥର ବନ୍ୟା ଆସିବା ଏବଂ ଲଗାଣ ବର୍ଷା ପରେ ପାଣି ଘେରରେ ଧାନ ଫସଲ ରହୁଛି। କଟକ ଜିଲ୍ଲାର ନେମାଲ ଠାରୁ ମର୍ଷାଘାଇ ବ୍ଲକ ପାକୁମରା ଗ୍ରାମ ପଞ୍ଚାୟତର ନାରାୟଣପୁର ପର୍ଯ୍ୟନ୍ତ ପ୍ରାୟ 1400 ହେକ୍ଟର ରୁଆ ଏବଂ ପାଚିଲା ଧାନ ଫସଲ ପଚି ସଢ଼ି ନଷ୍ଟ ହୋଇଯାଇଛି। ଶ୍ରୀମନ୍ଦିର ଚାରିପଟେ ଲାଗିବ ଆଣ୍ଟି ଡ୍ରୋନ୍ ଡିଭାଇସ୍। ଡାଇରେକ୍ଟର ଜେନେରାଲ ତଥା ସିଭିଲ ଆଭିଏସନ ବା ଡିଜିସିଏଫ୍ ମ୍ୟାପ୍ରେ ଶ୍ରୀମନ୍ଦିର ରେଡ୍ ଜୋନ୍ ଭାବରେ ସ୍ଥାନ ପାଇଛି। ଏହି ରେଡ୍ ଜୋନ୍ ଅନୁଯାୟୀ ସମୁଦ୍ର ପତନ ଠାରୁ ପ୍ରାୟ 50,000 ମିଟର ଉଚ୍ଚତା ପର୍ଯ୍ୟନ୍ତ କୌଣସି ଡ୍ରୋନ୍ ଉଡ଼ାଣ ହୋଇପାରିବ ନାହିଁ। ରେଡ୍ ଜୋନ୍ରେ ଥିବା ଆଇନ ଅନୁଯାୟୀ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ବାଟବଣା ସ୍କୁଟି ଯୋଜନା ଅଧାରେ ଅଟକି ରହିଛି। ଋଣ ପ୍ରତିଶୋଧ ଫେଲ୍ ମାରିଛି ସ୍କୁଟି ଯୋଜନା। ମାସ ମାସ ଧରି ଦରମା ନ ମିଳିବାରୁ ମହିଳା ଋଣ ଶୁଝି ପାରୁନଥିବା ନେଇ ଅଭିଯୋଗ କରାଯାଉଛି। ଅନ୍ୟପଟେ ଋଣ ଦେଇ ଚିନ୍ତାରେ ବ୍ୟାଙ୍କମାନେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ପୂର୍ବ ସରକାର
ଆରମ୍ଭ କରିଥିଲେ ସ୍କୁଟି ଯୋଜନା। ସ୍ୱୟଂ ସହାୟକ ଗୋଷ୍ଠୀ, MBK, ବ୍ୟାଙ୍କ ମିତ୍ର, CRPS, GPSL, DXL କୁ ଏହି ଯୋଜନାରେ ମଧ୍ୟ ସାମିଲ କରାଯାଇଥିଲା। ବ୍ୟକ୍ତିଙ୍କ 2253 ଶବ୍ଦର ନାମ ବିସ୍ଫୋରକ ସୃଷ୍ଟି କରିଛି। ଗୋଟିଏ ନାଁରେ 2253 ଶବ୍ଦ। କଥାଟା ନିଶ୍ଚିତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରୁଥିବ, କିନ୍ତୁ ଏହା ଏକଦମ ସତ କଥା। ଅନେକ ସଂସ୍କୃତିରେ ଲମ୍ବା ନାଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ପରମ୍ପରା ଏବଂ ସାମାଜିକ ଗଠନକୁ ପ୍ରତିଫଳିତ କରିଥାଏ। ଦକ୍ଷିଣ ଭାରତରେ ନାମଗୁଡ଼ିକ ପ୍ରାୟତଃ ଗ୍ରାମ, ପିତାଙ୍କ ନାମ ଏବଂ ପ୍ରୟତ୍ତ ନାମକୁ ଅନ୍ତର୍ଭୁକ୍ତ କରିଥାଏ। ଆରବ ବିଶ୍ୱରେ ନାମଗୁଡ଼ିକ ଏକ ପୃଷ୍ଠପୋଷକ ପ୍ରଣାଳୀ ଅନୁସରଣ ମଧ୍ୟ କରିଥାନ୍ତି, ଯେଉଁଥିରେ ବ୍ୟକ୍ତି, ପିତା, ଜେଜେବାପା ଏବଂ କେତେକ ସମୟରେ ପରିବାର କିମ୍ବା ଜନଜାତିର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ, ଯାହା ବଂଶ ଏବଂ ଐତିହ୍ୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥାଏ। ନୋବେଲ ନ ମିଳିବା ପରେ ମୁହଁ ଖୋଲିଲେ ଟ୍ରମ୍ପ। ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଏଥର ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମର୍ଚାଣ୍ଡେଙ୍କୁ ନୋବେଲ ପୁରସ୍କାର ମିଳିଛି। ଭେନେଜୁଏଲା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା, ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ତାଙ୍କ ସଂଘର୍ଷ ପାଇଁ ମାରିଆ ମଡେଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ପାକିସ୍ତାନ ପୋଲିସର ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ଆକ୍ରମଣ। ପରିଚୟ ଲୁଚାଇ ପୋଲିସ ଟ୍ରେନିଂ ସେଣ୍ଟରରେ ପଶି ଯାଇଛନ୍ତି କିଛି ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ହୋଇଛି ଆତ୍ମଘାତୀ ବିସ୍ଫୋରଣ। ଏହାପରେ 5 ଘଣ୍ଟା ଧରି ଚାଲିଛି ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଜୋରଦାର ଗୁଳି ବିନିମୟ। ପାକିସ୍ତାନର ଉତ୍ତର ପଶ୍ଚିମରେ ଥିବା ଖୈବର ପଖ୍ତୁନ ପ୍ରଦେଶର ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ସୂଚନା ଅନୁସାରେ ଖୈବର ପଖ୍ତୁନର ଡେରା ଇସଲାମଲ ଖାନା ଜିଲ୍ଲାର ରାତାକୁଲାଚି ପୋଲିସ ଟ୍ରେନିଂ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି। ଏହାପରେ 5 ଘଣ୍ଟା ଧରି ମଧ୍ୟ ଚାଲିଥିଲା ଫାୟାରିଂ। ଗାଜାରେ ଫେରୁଛି ଶାନ୍ତି। ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁର। 2 ବର୍ଷ ପରେ ଗାଜାରେ ଶୁଭିଛି ଶାନ୍ତିର ସ୍ୱର। ଉଭୟ ହମାସ, ଇସ୍ରାଏଲ ପକ୍ଷରୁ ଟ୍ରମ୍ପ 20ଟି ସୂତ୍ରକୁ ମାନି ଦେଇଛନ୍ତି। ଗାଜାରୁ ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ରାଜି ହେବା ପରେ 72 ଘଣ୍ଟା ପରେ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ। ଇସ୍ରାଏଲ କ୍ୟାବିନେଟ ଗାଜାରେ ଯୁଦ୍ଧବିରତି ଏବଂ ହମାସ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକଙ୍କୁ ମଧ୍ୟ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି। ବ୍ରେକ୍ ପାସେଜରେ ଭୂକମ୍ପ, ତୀବ୍ରତା 7.1 ରିକ୍ଟର ସ୍କେଲ। ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରୋନ୍ ପ୍ୟାସେଜରେ ଭୂକମ୍ପ ହୋଇଛି। ସକାଳେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.1 ଥିଲା ବୋଲି କୁହାଯାଉଛି। ଭୂକମ୍ପଟି ଭାରତୀୟ ସମୟ ପ୍ରାୟ ରାତି 1:56 ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ବା NCS ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ପ୍ରାୟ 10 କିଲୋମିଟର ଗଭୀରରେ ରହିଥିଲା। ରବ୍ ନ୍ୟୁଜର ରିପୋର୍ଟ କରିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ 60.18 ଡିଗ୍ରୀ ଦକ୍ଷିଣ ଅଂଶ ଏବଂ 61.85% ପଶ୍ଚିମ ଦ୍ରାଘିମାରେ ଅବସ୍ଥାପିତ ରହିଥିଲା। 50,000 କୋଟିର ମାଲିକ ହେଲେ ଜୁହୁ ବେଲ୍ ପ୍ରତିଷ୍ଠାତା। ଛୋଟ ସହର କିମ୍ବା ଗାଁରୁ ଯେତେବେଳେ ପାଠ ପଢି ସାରନ୍ତି ସେତେବେଳେ ଆପଣ ନିଶ୍ଚିତ ସ୍ୱପ୍ନ ଦେଖିଥିବେ ଯେ ମୁଁ ବିଦେଶରେ ଚାକିରି ଖଣ୍ଡେ ପାଇଯାଆନ୍ତି କି। ଭଲ ପ୍ୟାକେଜରେ ଯଦି ଚାକିରି ମିଳିଗଲା ତେବେ ଘର ଦ୍ୱାର ଛାଡ଼ି ସେଇ ଜାଗାରେ ହିଁ ସେଟେଲ ହୋଇଯାଆନ୍ତି। କିନ୍ତୁ ଶ୍ରୀଧର ଭେମ୍ବୁଙ୍କ କଥା ପୁରା ଅଲଗା ରହୁଛି। ଆମେରିକାର ପ୍ୟାକେଜ ଛାଡ଼ି ଦେଇ ଲୁଙ୍ଗି ପିନ୍ଧି ସାଇକେଲ ଚଲାଇ ଏବେ 50,000 କୋଟିର ମାଲିକ ଅଟନ୍ତି, ହେଲେ ମଧ୍ୟ ଗାଁର ପ୍ରେମକୁ ଛାଡ଼ି ପାରି ନାହାନ୍ତି। ଭାରତୀୟ ସଫ୍ଟୱେର କମ୍ପାନୀ ଜୋହୋ ଆଜିକାଲି ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟି ଆଣୁଛି। ପାକିସ୍ତାନ ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଏୟାର ଡିଫେନ୍ସ ଗନ୍। ବଡ଼ ଯୁଦ୍ଧ ପାଇଁ ଭାରତ କରୁଛି ପ୍ରସ୍ତୁତି। କାରଣ ଗୋଟିଏ ପଟେ ଆତଙ୍କିସ୍ତାନ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତର ସେନା ମୁଖ୍ୟ ତଥା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଅନ୍ୟପଟେ ସୀମାରେ ମୁତୟନ ହେଉଛନ୍ତି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯାହାକୁ ଦେଖିଲେ ଲାଗୁଛି ଆଗକୁ ସ୍ଥିତି ଭୟଙ୍କର ହେବ। ସ୍ଥଳସେନା ମୁଖ୍ୟ ତଥା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଏଥର ଆଉ କମ୍ କ୍ୟାମ୍ପେଜ ହେବ ନାହିଁ। ଏଥର ଆଟାକ୍ ଆହୁରି ଭୟଙ୍କର ହେବ। ଆବଶ୍ୟକ ପଡ଼ିଲେ ମାନଚିତ୍ରରୁ ହଟିଯିବ ପାକିସ୍ତାନ। ପାକିସ୍ତାନରେ ହିଂସା, ପୋଲିସ ଗୁଳିରେ 11 ଜଣ ମୃତ, 50ରୁ ଉର୍ଦ୍ଧ୍ୱ ଜଣ ଆହତ। ଲାହୋରରେ ତେରିକି ଲାବାଇବା ପାକିସ୍ତାନ TLP ଇସଲାମିକ ସଂଗଠନର ଶୋଭାଯାତ୍ରା ବେଳେ ପାକିସ୍ତାନ ପୋଲିସ ସହିତ ସଂଘର୍ଷ ଘଟିଥିଲା।
ପାଲେଷ୍ଟାଇନ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଯାଉଥିବା ବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରୁଥିବାର ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଆଖିବୁଜା ଗୁଳି ଚଳାଇଥିବାରୁ ଟିଏଲପିର 11 ଜଣ ସଦସ୍ୟ ନିହତ ହେବା ସହିତ 50ରୁ ଉର୍ଦ୍ଧ୍ୱ ଆହତ ହୋଇଯାଇଥିବା ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବଳାତ୍କାରୀଙ୍କ ସୁରକ୍ଷିତ ଠିକଣା ପାଲଟି ଯାଇଛି ପଶ୍ଚିମବଙ୍ଗର ପଶ୍ଚିମ ବର୍ତ୍ତମାନ ଜିଲ୍ଲାର ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କ ସହିତ କଥିତ ଗଣବଳାତ୍କାର ଘଟଣା ଏବେ ରାଜନୈତିକ ବୟାନବାଜିକୁ ତୀବ୍ର କରିଦେଇଛି। ଭାରତୀୟ ଜନତା ପାର୍ଟି ବା ଭାଜପା ମମତା ବାନାର୍ଜୀଙ୍କ ସରକାରକୁ ମହିଳାମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ଆରୋପ କରୁଛନ୍ତି। ଭାଜପା କହୁଛି ଯେ ରାଜ୍ୟର ଆଇନ ଅବସ୍ଥା ବିଗିଡି ଯାଉଛି। ମମତା ସରକାର ତୁଷ୍ଟିକରଣ ନୀତି ଅପରାଧୀମାନଙ୍କୁ ଖୋଲାଖୋଲି ଛାଡି ଦେଇଛନ୍ତି। କୌଣସି ପରିସ୍ଥିତିରେ ମହିଳାମାନଙ୍କ ପାଇଁ ମଧ୍ୟ ନିରାପଦ ନୁହେଁ ବୋଲି ସେମାନେ ମଧ୍ୟ କହୁଛନ୍ତି। ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଦଳ ଛାଡୁଛନ୍ତି ନେତା। ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ବା ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ପ୍ରକୃତରେ ଦରଭଙ୍ଗା ଜିଲ୍ଲାର ଆଲିନଗର ବିଧାନସଭାର ବିଧାୟକ ଏବଂ ଦଳର ଜଣେ ବରିଷ୍ଠ ନେତା ମିଶ୍ରୀ ଲାଲ ଯାଦବ ଦଳରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା ମଧ୍ୟ ହଲଚଲ ସୃଷ୍ଟି କରିଛି। ଯାଦବଙ୍କ ଇସ୍ତଫା ଏପରି ସମୟରେ ଆସିଛି ଯେତେବେଳେ ଏନଡିଏ ଭିତରେ ଆସନ ବଣ୍ଟନ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ଯାଉଥିଲା।